ଲାଙ୍ଗୁଡ଼ମଡ଼ି ମାଛର କାତିକୁ ପ୍ରାୟ କେହି ଛଡ଼େଇ ପାରନ୍ତିନି। ତ ତା କାତିକୁ ସହଜ ଉପାୟରେ କେମିତି ଛଡ଼େଇ ହେବ ଆଜି ଏଇ ଭିଡ଼ିଓରେ ମୁଁ ଆପଣଙ୍କୁ କହିବି। ସମସ୍ତଙ୍କୁ ନମସ୍କାର, ଜୟ ଜଗନ୍ନାଥ। ମାନେ ଇଏ କ'ଣ ମୋ ମୁହଁ, ମାନେ ଆଜି ସକାଳୁ ଉଠିକି ଦେଖିଲା ବେଳକୁ ମୋ ମୁହଁ ଆଉ ମୋ ଚୁଟି ମାନେ ପୁରା ତ ଭୂତଙ୍କଠୁ ବି ସାତହୀନ ଭଳିଆ ମୁଁ ଦେଖାଯାଉଥିଲି। ତ ଆପଣଙ୍କୁ କ'ଣ ଭଳିଆ ଦେଖାଗଲା ଆପଣ ମୋତେ କମେଣ୍ଟରେ ନିହାତି ଜଣାଇବେ। ଆଜି ଆମର ଧାନ ବାଡ଼ିଆ ହେଉଥିଲା ଆଉ ବୁଧବାର ବି ଥିଲା। ଯେହେତୁ ଧାନ ବାଡ଼ିଆରେ ସମସ୍ତେ ବ୍ୟସ୍ତ ଥିଲେ ତ ଖରାବେଳେ କିଛି ମାଛ ଆସିନଥିଲା। ଦେଖନ୍ତୁ ଗୋଟେ ନୂଆ ଗଛରେ ଗୁଆ କାନ୍ଦି ଫଳୁଥିଲା, ଏମିତି ଧାନ ବାଡ଼ିକି ଗଦା କରିଛନ୍ତି ସେ ନୂଆ କାନ୍ଦିଟାକୁ ଭାଙ୍ଗି ଦେଇଛନ୍ତି। ଛାଡ଼ନ୍ତୁ, ତାପରେ ମୁଁ ଗାଧୋଇ ପାଧୋଇ ଆସି ମନ୍ଦିର ପଳେଇ ଆସିଲି। ଆଉ ଆଜି ମନ୍ଦିର ଯେହେତୁ ଟିକେ ଲେଟ୍ରେ ଆସିଲି, ଦେଖିଲି ଯେ ଜଗନ୍ନାଥଙ୍କ ପହଡ଼ ପଡ଼ିଯାଇଛି। ତ ବାହାର ପଟୁ ଦର୍ଶନ କରିକି ହିଁ ମୁଁ ଗଲି। ଆଉ ସନ୍ଧ୍ୟାବେଳେ ଆଜି ବାପା ବରା ନେଇ ଆସିଥିଲେ, ମୁଁ ବରା ଖାଉଥିଲି। ଆଉ ବରା ଆଣିଲା ବେଳେ ମାଛ ବି ନେଇ ଆସିଥିଲି, ଲାଙ୍ଗୁଡ଼ମଣି ମାଛ ନେଇ ଆସିଥିଲି। ଆଉ ସେ ମାଛ ତ ଆପଣମାନେ ଜାଣିଥିବେ କାତି କଞ୍ଚାରେ ମାନେ ସମସ୍ତେ ପ୍ରାୟ ଛଡ଼େଇ ପାରନ୍ତିନି। ତ ସେଇ ମାଛକୁ ପ୍ରଥମେ ଖାଲି କରେଇରେ ମାନେ ତେଲ ଫେଲ କିଛି ପକେଇବେନି, ଖାଲି ଏମିତି ତାକୁ ଭାଜିକି କାଢ଼ିଦେବେ। ତାପରେ ସେ ବଢ଼ିଆ ସେ ସାଇଜ୍ରେ ଏମିତି ଉଠିଯିବ, ଭାଜିକି ଖାଇ